ଅଧାରେ ଅଟକିଲା ପାଳସାହି ସୁବାସ ସମବାୟ ଦୁର୍ନୀତି ଅଭିଯୋଗର ତଦନ୍ତ ଓହାଲା ହେବାରୁ ଫେରିଗଲେ ତଦନ୍ତକାରୀ ଅଫିସର। ଅଧାରେ ଅଟକିଲା ଭଦ୍ରକ ଜିଲ୍ଲା ଧାମନଗ ବ୍ଲକ ଅଧୀନସ୍ଥ ପାଳସାହି ସୁବାସ ସମବାୟ ସମିତି ଦୁର୍ନୀତି ଅଭିଯୋଗର ତଦନ୍ତ ସମୟରେ ତଦନ୍ତକାରୀ ଅଫିସରଙ୍କ ସାମ୍ନାରେ ଉଭୟ ପକ୍ଷଙ୍କ ଭିତରେ କଥା କଟାକଟି ହୋହାଲା ହେବାରୁ ତଦନ୍ତକାରୀ ଅଫିସର ବିରକ୍ତି ଭାବ ପ୍ରକାଶ କରିବା ସହ ତଦନ୍ତ ଅଧାରୁ ବନ୍ଦ କରି ଫେରିଥିଲେ। ତେବେ ପାଳସାହି ସୁବାସ ସମବାୟ ସମିତିର କିଛି ନଥିପତ୍ର ଜାଣିଶୁଣି ପୋଡ଼ି ନଷ୍ଟ କରିବା ସହ ଚାଷୀଙ୍କ ଋଣ ପ୍ରଦାନରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିଲା। ତଦନ୍ତକୁ ସ୍ୱଚ୍ଛ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ପୂର୍ବରୁ ଅଭିଯୋଗକାରୀ ଚାଷୀ ଏବଂ ସମିତିର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ ଜାରି କରି ଉପସ୍ଥିତ ରହିବାକୁ କହିଥିଲେ। ତେବେ ଉଭୟ ପକ୍ଷଙ୍କ ଭିତରେ ହୋହାଲ୍ଲା ବଢ଼ିବାରୁ ଧୂସୁରୀ ପୋଲିସ ପହଞ୍ଚିଥିଲା। ଅନ୍ୟ ଏକ ତାରିଖ ସ୍ଥିର କରାଯାଇ ତଦନ୍ତ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ବ୍ୟୁରୋ ରିପୋର୍ଟ, जनता एक्सप्रेस।